नमस्कार दर्शक बंधु। लुण समस्त घरे अति सहजरे मिल जाए। साधारणतः खाद्य खाइबा बेले लुण कम हेले ताहा स्वादिष्ट लगी न थाए। अल्प टिके लुण आपणक खाद्य को स्वादिष्ट बनाई दिए। मान्यता रही अछि जे लुण रे नकारात्मक ऊर्जा को समाप्त करिबार शक्ति अछि। विज्ञान अनुसार लुण घरे सकारात्मक ऊर्जार संचार अति शीघ्र करिथाए। कुहाଯାए जे ଯେଉଁଠାରେ ଲୁଣ ନାହିଁ ସେଠାରେ ଭୂତ ପ୍ରେତ ବାସ କରିଥାନ୍ତି। ଏହିଭଳି ଘରେ ସୁଖ ସମୃଦ୍ଧି ମଧ୍ୟ ନଥାଏ। ଏହିଭଳି କ୍ଷେତ୍ରରେ ଆମ୍ଭେ ମାନିଥାଉ ଯେ ଲୁଣର ଏହି ଉପାୟ କରିବା ଦ୍ୱାରା ସବୁଠାରୁ ବ୍ୟକ୍ତି ଧନବାନ ହୋଇଯାଇଥାଏ। ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ଲୁଣର ଏହି ଉପାୟ ଯାହା ରାତାରାତି ଆପଣଙ୍କ ଭାଗ୍ୟକୁ ଚମକାଇ ଦେବ। ବାସ୍ତୁଶାସ୍ତ୍ର ଅନୁସାରେ ଲୁଣରେ ଗୋଟିଏ ଅଲଗା ପ୍ରକାର ଆକର୍ଷଣ ହୋଇଥାଏ। ଏହା ନିମନ୍ତେ ଲୁଣର ପ୍ରୟୋଗ ତନ୍ତ୍ର ମନ୍ତ୍ରରେ ମଧ୍ୟ କରାଯାଏ। କୁହାଯାଏ ଯେ ଲବଣ ନକାରାତ୍ମକ ଊର୍ଜାକୁ ନଷ୍ଟ କରି ସକାରାତ୍ମକ ଊର୍ଜାକୁ ନିଜ ଆଡ଼କୁ ଆକର୍ଷଣ କରେ। କିଛି ଲୋକ ବଶୀକରଣ ନିମନ୍ତେ ଲୁଣର ବହୁତ ଉପଯୋଗ କରିଥାନ୍ତି। ତନ୍ତ୍ର ଅନୁଯାୟୀ ଲୁଣକୁ ଯଦି ଉଚିତ ତନ୍ତ୍ର ମନ୍ତ୍ର ସହିତ ପ୍ରୟୋଗ କରାଯାଏ ତେବେ ଏହା ରାତାରାତି ଆପଣଙ୍କୁ ଧନବାନ ବନାଇ ଦେଇଥାଏ। ପ୍ରଥମେ ଲୁଣ ଏବଂ କାଚ ଉଭୟ ରାହୁକେତୁ ଅଟନ୍ତି। ଏଣୁ ଯଦି ଆପଣ ଲୁଣକୁ କାଚ ପାତ୍ରରେ ଭରି ଶୌଚାଳୟ ସ୍ଥାନରେ ରଖିବେ ତେବେ ସେଠାରୁ ନକାରାତ୍ମକ ଊର୍ଜାର ନାଶ ହୋଇଥାଏ। ଏହା ସହ ଏହି ଉପାୟ ଦ୍ୱାରା ସେଠାରୁ ବିଭିନ୍ନ ପ୍ରକାର କୀଟାଣୁ ନଷ୍ଟ ହୋଇଯାଆନ୍ତି। ଦ୍ୱିତୀୟରେ ଲୁଣ ଦ୍ୱାରା ଘର ପୋଛା ଲଗାଇବା ଦ୍ୱାରା ଏହି ଉପାୟ ଆପଣଙ୍କୁ ମାଲାମାଲ କରିଥାଏ। ଯଦି ଆପଣ ଘରେ ପୋଛା ଲଗାଉଛନ୍ତି ତେବେ ଆପଣ ସେଥିରେ କିଛି ଲୁଣ ମିଶାଇ ଦିଅନ୍ତୁ। ଏକ ସପ୍ତାହ ମଧ୍ୟରେ 1 ରୁ 2 ଥର ଲୁଣ ମିଶାଇ ଘର ସଫା କରନ୍ତୁ। ଆପଣଙ୍କୁ ଧନର ପ୍ରାପ୍ତି ଅବଶ୍ୟ ହେବ। ଏହି ଲୁଣ ସମସ୍ତ ଘରକୁ ସକାରାତ୍ମକ ଊର୍ଜାରେ ଭରି ଦେଇଥାଏ। ଘରର ଉନ୍ନତି ନିମନ୍ତେ ଲୁଣରେ ପୋଛା ଅବଶ୍ୟ ଲଗାଇବା ଆବଶ୍ୟକ। କାରଣ ସକାରାତ୍ମକ ଊର୍ଜା ମାତା ଲକ୍ଷ୍ମୀଙ୍କୁ ମଧ୍ୟ ଘରେ ପ୍ରବେଶ କରିବା ନିମନ୍ତେ ଆକର୍ଷଣ କରିଥାଏ। ଲୁଣକୁ ଗୋଟିଏ କାଚ ପାତ୍ରରେ ଭର୍ତ୍ତି କରି ସେଥିରେ 4 ରୁ 5 ଲବଙ୍ଗ ପକାଇ ରଖନ୍ତୁ। ଏଭଳି କରିବା ଦ୍ୱାରା ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇ ରହିବ। ତେବେ ଦର୍ଶକ ବନ୍ଧୁ ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ।